ତ ଭାବିଲି ସବୁଦିନ ତ ମୁଁ ମୋ ନିଜର ଲଞ୍ଚ ଦେଖେଇ ଦେଉଛି, ଆଜି ମୁଁ ମୋ ପୁଅର ଲଞ୍ଚ ଦେଖେଇବି ଆପଣମାନଙ୍କୁ। ଯେହେତୁ ସେ ଟିକେ କାଲି ଏପଟ ସେପଟ କିଛି ଖାଇ ଦେଇଥିଲା, ଭାବିଲି ଆଜି ତା ପାଇଁ ଗୋଟେ ସିମ୍ପୁଲ୍ ଲଞ୍ଚଟେ ବନେଇଦେବି। ତ ଆଜି ତା ଲଞ୍ଚରେ ଅଛି ଭାତ, ଆଉ ରିଷି ଯେହେତୁ ଟିକେ ପରିବା ଖାଇବା ପାଇଁ ଭଲ ପାଏନି, ମୁଁ ତାକୁ ଯେତେ ମାନେ ଚେଷ୍ଟା କରେ ତାକୁ ସବୁ ପ୍ରକାରର ପରିବା ଡାଲମାରେ ପକେଇକି ଦେବା ପାଇଁ। ଆଉ ସିଏ ଭଜା ଭଜି ଏତେ ଭଲ ପାଏନି, ସେଥିପାଇଁ ତା ପାଇଁ ସବୁ ପରିବା ପକେଇ ଡାଲମା କରିକି ପିଆଜ ଛୁଙ୍କ କରିଦେଇଛି। ଆଉ ପାମ୍ପଡ଼, ବଢ଼ି ଚୁରା ତାର ଅଲ୍ ଟାଇମ୍ ଫେଭରେଟ୍, ଆଉ ଆଳୁ ଚକଟା ହେବ, କିନ୍ତୁ ସେଥିରେ ପିଆଜ ରସୁଣ କିଛି ବି ପଡ଼ିବନି, କେବଳ ତେଲ ଟିକେ ଲୁଣ ଟିକେ ପଡ଼ିବ, ସେଇଟା ହିଁ ତାକୁ ଭଲ ଲାଗେ। ତ ମୁଁ ସବୁବେଳେ ଚେଷ୍ଟା କରେ ସିଏ କେମିତି ତା ନିଜ ହାତରେ ଖାଉ, ଏମିତି ସିଏ କୁଆଡ଼େ ବାହାରକୁ ଗଲେ ତାର କେଉଁଥିରେ ଅସୁବିଧା ହେବନି। କାରଣ ସିଏ ଯେହେତୁ ଦିନକୁ ଦିନ ବଡ଼ ହେଇ ଯାଉଛି, ହାତରେ ଖାଇବାଟା ହିଁ ତାର ଭଲ ବୋଲି ମୁଁ ଭାବେ। ସ୍କୁଲରେ ଟିଫିନ୍ ଖାଇବା ପାଇଁ ବି ମଧ୍ୟ କିଛି ଅସୁବିଧା ହେବନି, ଆଉ କାହା ସହିତ ବାହାରକୁ ଗଲେ ବି କିଛି ଅସୁବିଧା ହେବନି, ସେ ଆରାମସେ ତା ନିଜ ହାତରେ ଖାଇପାରିବ। ମୋ ଧନ ନନଭେଜ୍ ଠାରୁ ଭେଜ୍ ବି ବେଶୀ ଖାଇବା ପାଇଁ ପସନ୍ଦ କରେ।